ସମସ୍ତଙ୍କୁ ନମସ୍କାର। ଭାଇମାନେ ଭଲ ଅଛନ୍ତି କି? ବୋଧେ କିଏ କିଏ ଯିବେ ଆପଣ ମାନେ ନିଜ ନିଜ ଗ୍ରୁପକୁ ତ ସେତିକି ପର୍ଯ୍ୟନ୍ତ ଆମେ ଏଠି ସହଭାଗିତା କରିଥିବା ମୁଁ ଆରମ୍ଭ କରିବି। ତୃତୀୟ ରାଜାବଳୀ 7 ପର୍ବ କାଢ଼ିବା। 7 ପର୍ବ ମୁଁ ପଢୁଛି। ସେତେବେଳେ ଏଲିଶା କହିଲେ, ତୁମେମାନେ ସଦାପ୍ରଭୁର ବାକ୍ୟ ଶୁଣ। ସଦାପ୍ରଭୁ ଏ କଥା କହନ୍ତି, କାଲି ପ୍ରାୟ ଏହି ସମୟକୁ ସମରିୟାର ନଗର ଦ୍ୱାରା 1 ପଶୁରୀ ସରୁ ମଇଦା 1 ସେକଲରେ ଓ 2 ପଶୁରୀ ଜବ 1 ସେକଲରେ ବିକାଯିବ। ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲା, ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କ'ଣ ଏ କଥା ହୋଇପାରିବ? ତ ଏଲିଶା କହିଲେ, ଦେଖ, ଏଲିଶା କହିଲେ, ଦେଖ, ତୁମେ ସ୍ୱଚକ୍ଷୁରେ ତାହା ଦେଖିବ ବା ତହିଁରୁ ଭୋଜନ କରିବ ନାହିଁ। ସେହି ସମୟରେ ନଗର ଦ୍ୱାରର ପ୍ରବେଶ ସ୍ଥାନରେ 4 ଜଣ କୁଷ୍ଠୀ ଥିଲେ, ଆଉ ସେମାନେ ପରସ୍ପର କହିଲେ, ଆମମାନେ ମରିବା ପର୍ଯ୍ୟନ୍ତ କାହିଁକି ଏଠାରେ ବସିଅଛୁ? ଯେବେ କୁହ ଆମେ ନଗରରେ ପ୍ରବେଶ କରିବା, ତେବେ ନଗର ଦୁର୍ଭିକ୍ଷ ଅଛି, ପୁଣି ଆମମାନେ ସେଠାରେ ମରିବା। ଆଉ ଯେବେ ଆମମାନେ ଏଠାରେ ବସି ରହିବା ମଧ୍ୟ ମରିବା। ଏଠୁ ଆସ ଆମମାନେ ଅରାମ୍ୟମାନଙ୍କ ସୈନ୍ୟର ପକ୍ଷକୁ ଯାଉ। ଯେବେ ସେମାନେ ଆମମାନଙ୍କୁ ବଞ୍ଚାଇ ରଖିବେ, ତେବେ ଆମମାନେ ବଞ୍ଚିବା, ଆଉ ଯେବେ ଆମମାନଙ୍କୁ ମାରି ପକାଇବେ, ତେବେ ମରିବା। ଏଣୁ ସେମାନେ ଅରାମ୍ୟମାନଙ୍କ ଛାଉଣିକୁ ଯିବା ପାଇଁ ଗଧୂଳି ସମୟରେ ଉଠିଲେ। ଆଉ ସେମାନେ ଅରାମ୍ୟମାନଙ୍କ ଛାଉଣିର ବାହାର ସୀମାରେ ଉପସ୍ଥିତ ହେବା ବେଳେ, ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ, କାରଣ ସଦାପ୍ରଭୁ ଅରାମ୍ୟମାନଙ୍କ ସୈନ୍ୟଗଣକୁ ରଥ ଶବ୍ଦ ଓ ଅଶ୍ଵ ଶବ୍ଦ ଅର୍ଥାତ୍ ମହାସୈନ୍ୟ ଶବ୍ଦ ଶୁଣାଇଥିଲେ। ତେବେ ସେମାନେ ପରସ୍ପର କହିଲେ, ଦେଖ, ଇସ୍ରାଏଲ ରାଜା ଆମମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜଗଣକୁ ଓ ମିଶ୍ରୀୟ ମାନଙ୍କ ରାଜଗଣକୁ ଆମମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି। ଏଇଠୁ ସେମାନେ ଉଠି ଗଧୂଳି ସମୟରେ ପଳାଇଲେ। ଆଉ ସେମାନେ ଆପଣମାନଙ୍କ ତମ୍ବୁ ଓ ଅଶ୍ଵ ଓ ଗର୍ଦ୍ଦଭ ଛାଉଣି ଯେପରି ଥିଲା, ସେପରି ଛାଡ଼ି ଆପଣମାନଙ୍କ ପ୍ରାଣ ରକ୍ଷାର୍ଥେ ପଳାଇଲେ। ଏଥିରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟେ ତମ୍ବୁ ଭିତରକୁ ଯାଇ ଭୋଜନ ପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ। ଓ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ବୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇ ଯାଇ ଲୁଚାଇ ରଖିଲେ। ତେବେ ସେମାନେ ପରସ୍ପର କହିଲେ, ଆମମାନେ ଭଲ କରୁନାହୁଁ, ଆଜି ସୁସଂବାଦର ଦିନ, ମାତ୍ର ଆମମାନେ ତୁନି ହୋଇ ରହିଅଛୁ। ଯେବେ ଆମମାନେ ପ୍ରଭାତ ଆଲୋକ ପର୍ଯ୍ୟନ୍ତ ବିଳମ୍ବ କରୁ, ତେବେ ଆମମାନଙ୍କୁ ଦଣ୍ଡ ଘଟିବ। ଏବେ ଆସ, ଆମମାନେ ଯାଇ ରାଜଗୃହରେ ସମ୍ବାଦ ଦେଉ। ଏବଂ ସେମାନେ ଆସି ନଗର ଦ୍ୱାରୀଙ୍କୁ ଡାକିଲେ, ଆଉ ସେମାନଙ୍କୁ ଜଣାଇ କହିଲେ, ଆମମାନେ ଅରାମ୍ୟମାନଙ୍କ ଛାଉଣିକି ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ, କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ଵ ଓ ଗର୍ଦ୍ଦଭ ଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁ ସବୁ ଯେପରି ଥିଲା ସେପରି ଅଛି। ତାପରେ 18 ପଦରୁ ପଢିବା। 18 ପଦରୁ 20 ପଦ ପର୍ଯ୍ୟନ୍ତ। ପରମେଶ୍ୱରଙ୍କ ଲୋକ ରାଜାଙ୍କୁ ଏ କଥା କହିଲେ, କାଲି ପ୍ରାୟ ଏହି ସମୟକୁ ସମରିୟାର ନଗର ଦ୍ୱାରରେ 2 ପଶୁରୀ ଜବ 1 ସେକଲରେ ଓ 1 ପଶୁରୀ ସରୁ ମଇଦା 1 ସେକଲରେ ହେବ। ଆଉ ସେହି ସେନାପତି ସଦାପ୍ରଭୁ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ କ'ଣ ଏପରି କଥା ହୋଇପାରିବ? ପରେ ସେ କହିଲେ, ଦେଖ, ତୁମେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ। ସେହିପରି ତାହା ପ୍ରତି ଘଟିଲା, କାରଣ ଲୋକମାନେ ନଗର ଦ୍ୱାରରେ ତାକୁ ବଳି ପକାନ୍ତେ ସେମାନେ। ସମସ୍ତଙ୍କୁ ଭେଟିକି ବହୁତ ଖୁସି ଅଛି। ମୋର ମୋବାଇଲକୁ ଟିକେ ସାଇଲେଣ୍ଟ କରିଦେଉଛି ପ୍ରଥମେ। ତ ଯେତେବେଳକୁ ଆମମାନେ ଆଜି ବାକ୍ୟକୁ ଶୁଣିଲୁ, କେତେ ସୁନ୍ଦର ଭାବରେ ଈଶ୍ୱରଙ୍କ ଦାସ ମାନଙ୍କୁ କହିଲେ ରୋମିଓ 8 ପର୍ବର ବାକ୍ୟକୁ ନେଇକି, କି ପ୍ରକୃତରେ ଈଶ୍ୱରଙ୍କ ମନୋନୀତ ଲୋକଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରେ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। ତ ଯେତେବେଳକୁ ମୁଁ ଏ ବିଷୟକୁ ଶୁଣିଲି, ମୁଁ ମୋ ହୃଦୟରେ ବହୁତ ଖୁସି ହେଲି। ସତ କଥା, ସେଠି ଗୋଟେ ପାଷ୍ଟରଙ୍କର ଝିଅ ବିଷୟରେ କହୁଥିଲେ, ଲେସୋତର ମିଶନାରୀ, ତାଙ୍କ ଝିଅଙ୍କୁ ସେଠି ବୋନ୍ କ୍ୟାନ୍ସର ହେଇଛି ବୋଲି କହୁଥିଲେ। ତ ମୁଁ ଯେତେବେଳେ ଶୁଣିଲି, ମତେ ଟିକେ ଦୁଃଖ ଲାଗିଲା, କାରଣ ମୁଁ ସେ ମିଶନାରୀଙ୍କୁ ଜାଣିଛି। ସେ ଇଣ୍ଡିଆରେ ଥିଲେ, ମୁମ୍ବାଇରେ ଥିଲେ। ତ ତାଙ୍କର ଝିଅ ବେଶୀ ବଡ଼ ନାହିଁ। ତାଙ୍କର
माने बोन मेरो जो मज्जा बोली कहूँ सेठी कैंसर ହେଇଛି तो जदिव गोटे पटे दुख लगे कि ईश्वर दास हृदय को देखिली तो हृदय से वाक्य को लेकिन से आज कहले रोमियो 8 पर्वर 37 पद भी कहले आम प्रेमकारी द्वारा माने समस्त विषय विजय अटू बोली कहले तो मुझे वाक्य को शुणुले से मत परमेश्वर आज वाक्य को मत मन पकईदे जदि आप देखिए जगह द्वितीय राजा 7 पर्व ए जगह समरिया नगरी रे दुर्भिक्ष थिला जो समरिया नगरी दुर्भिक्ष थिला आ से जगह परमेश्वर इलिशा द्वारा से वाक्य कहते आसंता काली एति बेल को जब आ मैदा 100 कलार बिका तो जदि आम परिस्थिति को देखा भाई मैंने परिस्थिति बहुत भयंकर अच्छे किंतु परिस्थिति जहाँ था ना कहीं विश्वास माने कौन परमेश्वर वाक्य को आम हृदय ग्रहण करवा आज मतलब को प्रचार करुले से गोटे वाक्य को कहले से वाक्य को मुझे आप सहित सेयार करने चाहे जहन 5 पर्व जब आप देखिए जहन 5 पर्वर 24 पद विषय कहले सत्य सत्य मु तुमको कहूँ जे मोहर वाक्य शुणी मोर प्रेरणकर्ता विश्वास करे से अनंत जीवन प्राप्त होई अच्छी पुणी से विचारित न होई बरं मृत्यु को अतिक्रम कर जीवन में प्रवेश कर लिखाई ये लिखा अच्छी जे मोर वाक्य शुणी मोर प्रेरणकर्ता विश्वास करे से अनंत जीवन प्राप्त होई अच्छी लिखाई अनंत जीवन पाई सारी अच्छी लिखाई तो ये जो विश्वास विषय लिखा अच्छे ए विश्वास करने आमको कौन करने को पड़ो कहीं साधारणतः लोक मैंने विश्वास करती ना सतरे मुझे विषय को लेकिन आज कहना चाहे शैतान प्रकृति में आम हृदय को अलट पालट कर ओल्टे दौर जमीक ये द्वितीय राजा भाई 7 पर आम देखिपुँ जो परमेश्वर इलिशा परमेश्वर दास इलिशा द्वारा वाक्य कहगला से समय से जो सेनापति अच्छा 2 पदरे से राजा जो सेनापति हस्त निर्भर करते से परमेश्वर लोक उत्तर कर कहला देख जेबे सदाप्रभु आकाश में द्वार करती तेबे ही कौन एक कथा हो पार कहले इलिशा कहले देख तुम्हें स्वचक्षुता देख मात्र तुम भजन करना तो भाई मैंने जो मैंने आत्मिक जगत विषय देखुचु आत्मिक जीवन हूँ कौन जहाँ परमेश्वर कहते से स्वर को केवल आम ग्रहण करवा किंतु शैतान कौन करिछि शैतान प्रकृति आम प्रत्येक को से निजर गोटे विचार शक्ति देछि भल मंद को विचार करने गोटे चिंताधारा को देछि जो आम मैंने जहाँ भी भल मंदर चिंताधारा को लेकिन आम देखा शुणा ये समस्त विषय आमको ओल्टा लगे केबे सत लगे प्रकृति जमीक आप देखु ए भल मंदर ज्ञान बा विचार शक्ति केबेठू आसला जेबे कि मनीष आदि पुस्तक 3 पर्व से सत सत ज्ञान वृक्षर फल को भोजन कला ओडिया बाइबल लिखाई सत सत ज्ञान वृक्ष लिखाई इंग्लिश रे द ट्री ऑफ गुड एंड इविल द नॉलेज ऑफ गुड एंड इविल ट्री ना एंती कौन लिखाई टिके देखिदेवी भाई मैंने मोर भी मुझे इंग्लिश बाइबल यूज करनी तो आदि पुस्तक 2 पर्वर 17 पद लिखा अच्छी बट द ट्री ऑफ द नॉलेज ऑफ गुड एंड इविल यू शाल नॉट ईट तो ये प्रभु कहते से गछ को केमती ना दिया इंग्लिश बाइबल रे द ट्री ऑफ द नॉलेज ऑफ गुड एंड इविल तो भल व मंद ज्ञानदायक वृक्ष बा से फल तो जो आम देखुचु प्रभु के मनीष को ए फल खावा देना बर मना कर तुम जेबे खाइब से दिन नितांत मर तो प्रभु कहवाक चाहते जेबे तुम पाखे तुमर भल मंद विचार करने क्षमता आसो से समय तुम मरीज लिखाई प्रभु कहवाक चाहते कहीं प्रभु माने चाहूना जेहेतु जो मनीष पाखे ए भल मंदर विचार शक्ति आसूची से निजे विचार कर ठीक ना भूल एटा केते दूर जुक्तियुक्त जिते आम वाक्य को शुणुचु आ जो आम को लगे हाँ यहाँ ठीक कथा कहते से आम 100% ग्रहण कर जो आमको
सेटा ठीक लागुनी आमे ताको ग्रहण करि पारू ए द्वितीय राजावली 7 पर मत से समान विषय घटी जेतल को इलिशा कहउछन इलिशा को द्वारा प्रभु कहउछन्ती तांकर योजना विषय आसंता काली एतिकी बेलकू जब आ मैदा 100 रे बिका जे तो से समय सिचुएशन केमती थिला परिस्थिति केमती थिला बहुत भयंकर दुर्भिक्ष अछि जेमति कि वर्तमान मध्ये हमर शटडाउन हेछि सेठी मध्ये समरिया नगरी मध्ये से प्रकार शटडाउन हेतिला काइना समरिया नगर चारियाडे अराम्य सैन्य माने घेरे की थिले ये अराम्य सैन्य माने कोन करथिले ना अराम्य सैन्य माने तो से माने प्रकृतरे जगी थिले समरिया लोक मान को आक्रमण करिया पय सेति में डर भय रे इस्राएल राजा कोन करला से सब गेट को बंद करथिले तो सेति में बोले भितरे जहा भी खाद्य थिला सब सरी गला खाद्य शस्य जहा भी थिला सब विष सरी गला तो आ किछि रहिलानी सेठी खाद्य शस्य तो जेतु भितरे सब तो विष खाद्य शस्य सरी गला टिके भाई माने गुटे विषय इति 4 नंबर ग्रुप भाई बहन माने अछन मुझे तो 4 नंबर लिखि ठीक अच्छे आज सेमती करवा नेक्स्ट टाइम को चेंज करवा ओके तो जब हम देखु ये बाइबल रे तो बहुत भयंकर परिस्थिति अच्छी भितर जहाँ भी खाद्य शस्य थिला सब सरीगला तो लास्ट रे सब सूची प्राणी जाक जेतु से जिहुदी लोक मैंने असूची प्राणी खाइबेनी सूची प्राणी जाक सब सरीगला लास्ट गधर मुंड को बिका हो 80 रुपये मुद्रा रे बिका हो आ लास्ट लोक मैंने कापता मल को से बिकुछन बहुत टंका दे ताले जत लोक प्रभुଙ୍କର वाक्य आसिला से समय ए सेनापति दल देखुची केमती एटा हेई पारिबो से चिंता करूछन जदि आपण देखिबे एडी द्वितीय राजावली 7 पर्व जदि 2 पद को देखिबे सेतले राजा जो सेनापति हस्त निर्भर करथिले से परमेश्वर लोक उत्तर करी कहला देखो जेबे सदाप्रभु आकाश रे द्वार करंती तेबे कोन एकथा होई पारिबो परमेश्वर वाक्य को से शुणी कि ग्रहण करना जमी कि आम देखुचु जो आम चा पीऊचु आम समस्ते तो चा बनैला आम चा छाणी आम छाणुचु तो तापर चाप जाक रही जाऊँगी जोटा कि केवल प्योर चा ग्लास को जाऊँ चापत न था तो सीटा आम पीऊचु ठीक सेमती भाई मैंने जदि आम देखा आम प्रत्येक लोक हृदय आम समस्त हृदय गोटे से छाणी गोटे अच्छे प्रभुंर वाक्य तक आसूची जहाँ भी आम शुणुचु ए दुनिया रे प्रत्येक विषय आम निजर से छाणी आम छाणुचु ये सत सत कि ना छाणिला आम रिसीव करूँ किंतु भाई मैंने प्रभुंर वाक्य जमीती अच्छे सेमती शुणा दरकार आज भी पास्टर पार्क से कहते कि कानानगर विवाह भोजी मदतल को माने से द्राक्षारस सरी जाइथिला तो जीशु को निमंत्रण करा जाइथिला से समय जीशु ख्रीष्ट को माने मरियम कहउछन्ती व्यस्त है कि से द्राक्षारस नाही बोली कहउछन्ती तो सेठी मरियम कोन कहले जीशु कोन कहले कि गो नारी तुम सहित मोर की संपर्क मोर समय पर्यंत उपस्थित होई नै बोली से कहउछन्ती तो तुम मत कहवा किसी आवश्यक ना मोर टाइम आसनी तो जीशु को टाइम केतले प्रकृत में तो जीशु को टाइम प्रकृत में कौन जोटा कि जीशु कहते से को मरियम से परिचारक मान कहते से तुमको जहाँ कहते सेमती कर तो से तुमको जहाँ कहते सेमती कर या अर्थ कौन तुम्हें भाविया दरकार ना जीशु कथा को पुनराय तुम्हें चिंता करा दरकार ना आ जीशु जहाँ कहते सेमती कर तो से जीशु कौन कहले पानी भर्ती कर पथर जहाँ से छड़ा थिला खाली थिला द्राक्षारस जो रहा जगह पानी भर्ती कर आ गाड़ी की भोजन अधिक को दियो बोली कहते आम ए विषय को देखा से माने जे कि पानी को भर्ती कले से पानी भर्ती कर तो पानी गाड़ी के देवे बहुत बोझ कि आम जीशु पाखक आसिक देखा जीशु केमती भावुं जीशु के पानी बोली भावुना जीशु पानी बोली भाभी केबे भोजन अधिक को दियो बोली कही न बर जीशु कौन भावुं द्राक्षारस बोली भावुं जदियो जो परिचारक माने से पानी को ढाली से पानी बोली देखुं कि जीशु हृदय ऑलरेडी से पानी द्राक्षारस चेंज हो सारी
ସେଥିପାଇଁ ଯୋଉଟା ଯୀଶୁଙ୍କ ହୃଦୟରେ ବଦଳି ଯାଇ ସାରିଛି ସେଟା କେହି ମଧ୍ୟ ପରିଚାରକ ମାନେ ଅନୁଭବ କରିପାରିବେନି, ଦେଖିପାରିବେନି। କିନ୍ତୁ ଆମେ ଦେଖିପାରୁଛୁ ଜନ 2 ପର୍ବରେ ଏ ପରିଚାରକ ମାନେ ଯେମିତି ଶୁଣିଲେ ସେମିତି କଲେ। ଯେତେବେଳେ ସେମାନେ ଯେମିତି ଶୁଣିଲେ ସେମିତି କଲେ, ଭୋଜର ଅଧିକ ଯେତେବେଳେ ଚାଖୁଛନ୍ତି ସେ ପାଣି ଆଉ ପାଣି ନାହିଁ, ସେଟା ହଉଛି ଉତ୍ତମ ଦ୍ରାକ୍ଷାରସରେ ବଦଳି ଯାଇ ସାରିଛି। ତ ଆମେ ଦେଖିପାରୁଛୁ କି ପରିଚାରକ ମାନେ ନିଜର ଜ୍ଞାନ ଦ୍ୱାରା, ନିଜର ଭଲ ମନ୍ଦର ଜ୍ଞାନ ଦ୍ୱାରା ସେ କେହି ମଧ୍ୟ ଛାଣି ନାହାନ୍ତି ସେଟା ଯୀଶୁଙ୍କର ଭଏସକୁ। ଯୀଶୁ ଯେମିତି କହିଲେ ସେମିତି ଶୁଣିଲେ। ଯେମିତି ଭାଇମାନେ ଏବେ ବି ଯେତେବେଳେ ଆମେ ବାକ୍ୟକୁ ଶୁଣୁଛୁ, ଆମେ କେତେ ବଢିଆରେ ଆମେ ବାକ୍ୟକୁ ଶୁଣିଲୁ। ଆଜି ବି ପାର୍ଶ୍ୱ କହିଲେ ଈଶ୍ୱରଙ୍କ ମନୋନୀତ ଲୋକଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ସେମାନଙ୍କୁ ଧାର୍ମିକ ବୋଲି ଗଣନା କରୁଛନ୍ତି। ଯଦି ଆମେ ଈଶ୍ୱରଙ୍କ ସାଇଡରେ ଦେଖିବା, ଈଶ୍ୱର ଆମକୁ ଧାର୍ମିକ ବୋଲି ଗଣନା କରୁଛନ୍ତି। କିନ୍ତୁ ଆଜି ଅନେକଙ୍କ ପାଖରେ ପ୍ରଶ୍ନ କଣ ଅଛି? ଈଶ୍ୱର ବାକ୍ୟକୁ ଦେଲେ ଆମେ ଧାର୍ମିକ, ଯେ ଆମେ ତ ମିଛ କହୁଛୁ ନା, ଆମେ ତ ଚୋରି କରୁଛୁ ନା, ଆମ ପାଖରେ ତ ବ୍ୟଭିଚାର ମନ ଅଛି ନା, ଆମେ କେମିତି ଧାର୍ମିକ କହିପାରିବୁ? ତ ରିଏଲି ଯେତେବେଳେ ଆମେ ଦେଖୁଛୁ କି ଯଦି ଆମେ ବାକ୍ୟ ସତ ବୋଲି କହୁଛୁ, କିନ୍ତୁ ନିଜର ଚିନ୍ତାଧାରାରେ ଯାହା ବି ଆସୁଛି ତାକୁ ଆମେ ଗ୍ରହଣ କରୁ। ହଁ, ପ୍ରକୃତରେ ମୁଁ କହିବାକୁ ଚାହୁଁଛି, ପ୍ରଭୁ କଣ ଜାଣିନାହାନ୍ତି କି ମଣିଷ କେମିତି? ଗତକାଲି ଯେତେବେଳେ ମୋ ବାକ୍ୟକୁ ଶୁଣୁଥିଲି, ଗୋଟେ ବାକ୍ୟ ମୋ ଭିତରେ ଛାପି ହେଇକି ରହିଗଲା। ଆପଣମାନେ ଜାଣିଥିବେ ପିତରଙ୍କ ବିଷୟରେ। ପିତରଙ୍କୁ ଯୀଶୁଖ୍ରୀଷ୍ଟ ଡାକିଥିଲେ, ଆଉ ପିତର ଯୀଶୁଙ୍କ ସହିତ ରହିଲେ 3.5 ବର୍ଷ। ସେ ନିଜକୁ ବହୁତ ଉଦ୍ଯୋଗୀ ବୋଲି ଭାବୁଥିଲେ, ନିଜକୁ ସେ ବେଶୀ ବିଶ୍ୱସ୍ତ ବୋଲି ଭାବୁଥିଲେ। ଆଉ ସେଥିପାଇଁ ଯେତେବେଳେ ବି ଯୀଶୁ ତାଙ୍କୁ କିଛି କହୁଛନ୍ତି, ତୁମେ ମତେ ଆଜି ରାତିରେ 3 ଥର ଅସ୍ୱୀକାର କରିବ, ପିତର ସେଠି ରକ୍ତକୁ ମନା କରିଦଉଛି, ନାଇଁ ପ୍ରଭୁ, ମୁଁ ମଲେ ବି ତୁମକୁ ଅସ୍ୱୀକାର କରିବିନି। ଯଦି ବି ମତେ ଆପଣଙ୍କ ସହିତ ମରିବାର ହୁଏ, ତଥାପି ମୁଁ କେବେ ଅସ୍ୱୀକାର କରିବିନି। ତ ସେ ସମୟ ଆମେ କଣ ପାଇପାରୁଛୁ? ପିତର ପ୍ରକୃତରେ ଯୀଶୁଙ୍କୁ ବହୁତ ଶକ୍ତିଯୁକ୍ତ ଭାବରେ ବିଶ୍ୱାସ କରୁଛନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କଣ ହେଲା? ଯେମିତି ଯୀଶୁ କହିଥିଲେ ସେମିତି ଲୋକମାନଙ୍କୁ ଡରିକି ପିତର କଣ କଲେ? ଯୀଶୁଙ୍କୁ 3 ଥର ଅସ୍ୱୀକାର କଲେ। ଯେତେବେଳେ ଯୀଶୁଙ୍କୁ ସେ 3 ଥର ଅସ୍ୱୀକାର କଲେ, ସେ ସମୟରେ କୁକୁଡ଼ା ଡାକିଲା। କୁକୁଡ଼ା ଡାକିଲା, ସେ ସମୟରେ ଯୀଶୁ କହିବା କଥା ସେ ମନେ ପକାଇଲେ, ଆଉ ସେ ବହୁତ ବ୍ୟାକୁଳ ହେଇ କାନ୍ଦିଲେ। ତ ଏ ବିଷୟକୁ ନେଇକି ଆମେ ଈଶ୍ୱରଙ୍କ ଦାସଙ୍କ ଠାରୁ କଣ ଶୁଣିଲୁ? ପିତର କାହିଁକି କାନ୍ଦିଲେ ନା, ପିତର ନିଜ ଉପରେ ଆଶା ରଖିଥିଲେ କି ମୁଁ ଯୀଶୁଙ୍କୁ ମଲେ ବି ଅସ୍ୱୀକାର କରିବିନି। କିନ୍ତୁ ଯୀଶୁ କାହିଁକି କାନ୍ଦିଲେନି? ଯୀଶୁ କାହିଁକି ଦୁଃଖ କଲେନି? କାରଣ ପିତର ଉପରେ ଯୀଶୁ କେବେ ମଧ୍ୟ ଆଶା ରଖି ନାହାନ୍ତି। ଭାଇମାନେ, ଏ ବାକ୍ୟରେ ମୁଁ ଗୋଟେ ବିଷୟକୁ ବୁଝିପାରିଲି। ଆଜି ମୁଁ ଯେମିତି ଭାବୁଛି, ହଁ ମୁଁ ବ୍ୟବସ୍ଥା ପାଳନ କରିବି, ମୁଁ ଭଲ ଲୋକ ହେବି, ପ୍ରତ୍ୟେକ ନୂଆ ବର୍ଷ ବେଳକୁ ଆମେ ନିଷ୍ପତ୍ତି ନଉଛୁ, ପ୍ରଭୁ ମତେ ନୂଆ ବର୍ଷରେ ତୁମେ ନୂଆ ମନ ଦିଅ, ନୂଆ ଶକ୍ତିକୁ ଦିଅ, ନୂଆ ବିଚାରକୁ ଦିଅ, ମୁଁ ଭଲ ମନକୁ ନେଇକି ଯେପରି ବଞ୍ଚି ପାରିବି। ଅନେକ ନୂତନ ବର୍ଷରେ ସେମାନେ ପରିବର୍ତ୍ତନ ହେବା ପାଇଁ ନିଷ୍ପତ୍ତି ନେଇଥାନ୍ତି, ଅନେକ ପ୍ରାର୍ଥନା କରିଥାନ୍ତି, ଫାଷ୍ଟିଂ ପ୍ରେୟାର କରିଥାନ୍ତି। ହଁ, କାହିଁକି? କାରଣ ଅନେକ ନିଜ ଉପରେ ଏକ୍ସପେକ୍ଟେସନ ରଖିଛନ୍ତି, ନିଜ ଉପରେ ପ୍ରତ୍ୟାଶା ରଖିଛନ୍ତି ଯେ ମୁଁ କରିପାରିବି। କିନ୍ତୁ ଯଦି ଭାଇମାନେ, ଯଦି ଆମେ ପ୍ରଭୁଙ୍କ ପାଖକୁ ଯିବା, ଆଜି କଣ ପ୍ରଭୁ ଯିଏକି ଆମକୁ ବ୍ୟବସ୍ଥାକୁ ଦେଇଛନ୍ତି, ସେ କଣ ପ୍ରକୃତରେ ମଣିଷ କରିପାରିବ ବୋଲିକି ଆଶା ରଖିଛନ୍ତି? ହଁ, ପିତର ଯିଏକି ଆଜି ଭୋ ବୋଇ କାନ୍ଦୁଛନ୍ତି, ସେ କାହିଁକି ଭୋ ବୋଇ କାନ୍ଦୁଛନ୍ତି? କାରଣ ସେ ତାଙ୍କ ନିଜ ଉପରେ ଆଶା ରଖିଥିଲେ, ହଁ ମୁଁ ଯୀଶୁଙ୍କୁ କେବେ ମଧ୍ୟ ଅସ୍ୱୀକାର କରିବି, ମୁଁ ମଲେ ମଧ୍ୟ ଅସ୍ୱୀକାର କରିବି। କିନ୍ତୁ ଭାଇମାନେ, ଯୀଶୁ କେବେ ମଧ୍ୟ ପିତର ଉପରେ ଆଶା ରଖିନାହାନ୍ତି। ଭାଇମାନେ, ଯୀଶୁଙ୍କୁ ଖାଲି ବିଶ୍ୱାସ କରିବା ନୁହେଁ, ଯୀଶୁଙ୍କୁ ନିର୍ଭର କରିକି ବଞ୍ଚିବାଟା ହେଉଛି ବିଶ୍ୱାସର ଜୀବନ। ଯୋଉମାନେ ଯୀଶୁଙ୍କୁ ନିର୍ଭର କରିକି ବଞ୍ଚନ୍ତି, ସେମାନେ ନିଜର ଭଲ ମନ୍ଦର ଜ୍ଞାନକୁ ଦେଖିବେ। ମୁଁ କରିପାରିବି କି ନାହିଁ ସେଟା ଗୁରୁତ୍ୱପୂର୍ଣ୍ଣ ବିଷୟ ନାହିଁ, ପ୍ରଭୁ କରିପାରିବେ କି ନାହିଁ। ଯୋଉ ପ୍ରଭୁ ମତେ ଡାକିଛନ୍ତି ମୋ ପଛରେ ଆସ, ସେ ପ୍ରଭୁ ମତେ ତାଙ୍କ ପଛରେ ଯିବା ପାଇଁ ମତେ ତଡେଇକି ନେବା ପାଇଁ ଶକ୍ତି ଅଛି କି ନାହିଁ? ଯଦି ଆପଣମାନେ ଭାଇମାନେ, ଯଦି ଆପଣମାନେ ସାରାଙ୍କ ବିଷୟରେ ଚିନ୍ତା କରିବେ, ସାରାଙ୍କୁ ଆପଣ ଜାଣିଛନ୍ତି କି? ଅବ୍ରାହମର ସ୍ତ୍ରୀ ସାରା ଯେତେବେଳକୁ ଅବ୍ରାହମଙ୍କ ପଛରେ ଗଲେ, ଅବ୍ରାହମ କଣ କହୁଛନ୍ତି? ଅବ୍ରାହମ ମିଶ୍ର ଦେଶରେ ସେ ଭୟଭୀତ ହେଇଯାଉଛନ୍ତି, ଆଉ କହୁଛନ୍ତି ତାଙ୍କ ସ୍ତ୍ରୀଙ୍କୁ କହୁଛନ୍ତି, ଦେଖେ ଆଉ ତମେ ସୁନ୍ଦର ଅଛ, ଆଉ ଲୋକମାନେ ମତେ ମାରି ଦେଇକି ତମକୁ ନେଇଯିବେ, ସେଥିପାଇଁ ଏ ବିଦେଶରେ ତମେ ମତେ ଦୟା କର, ତମେ ମତେ ଭାଇ ବୋଲି ଡାକ, ମୁଁ ତମକୁ ଭଉଣୀ ବୋଲି ଡାକିବି, ଆଉ ମୋର ଜୀବନକୁ ରକ୍ଷା କର। ତ ସେ ଜାଗାରେ ଚିନ୍ତା କରନ୍ତୁ, ଯଦି ଏମିତି ଯଦି ଗୋଟେ
माने स्वामी जदि स्त्री को विदेश रे एमती कहबो कि मते बंचा तते लोक माने नहीं जानतु किंतु मते बंचा बोले ताले से जे स्त्री स्वामी को छाड़ी के निजर घर छाड़ी के निजर देश छाड़ी के निजर ज्ञाति छाड़ी के से प्रकृत रे स्वामी पछरे जाई छी ता मन रे केंती बीततु अरे मु भूल लोक पछरे आसली ए लोक पछरे मु आसीबा कथा नथिला ये मते धोखा देला ये मते प्रकृत रे एंदी माने एंदी छाड़ी दउची मते से मोर जीवन मो विषय चिंता करनी निज विषय चिंता करी ते स्वार्थ पर ए लोक तो मु रोई पारिबेनी दरकार नाही तू पळेई जीवी किंतु भाई माने किंतु सारा के मध्य से प्रकार अब्राम को छाड़ी के जाई ना काई जानि छंदी जदियो से देखुछंदी अब्राम भयभीत अछंदी अब्राम तांको प्रकृत रे बिकी दउछन से प्रकार भौणी बोली कहि देकी किंतु अब्राम को परमेश्वर जे के अब्राम को डाकी छंदी से केवल ताको भूली नांदी बरम से जगह रे अब्राम कहउछंदी ए राजा तमे से स्त्री को केबे छुईबोनी तांकर स्वामी अछंदी तांकर स्वामी अब्राम अछंदी यदि तांको छुईबो ताले मु तुमको दंड देबी से समय प्रभु काम करुछंदी तो काहे की प्रकृत रे सारा अब्राम पछरे गले अब्राम जे विश्वस्त सेति पय से तांको पछरे गले सेमति नाही अब्राम को डाकिथिया परमेश्वर विश्वस्त अटंती से प्रकृत रे केबे मिस्टेक करिवेनी हां से अब्राम को सहित परमेश्वर को देखिले जो परमेश्वर की तांको सहित अछंदी से परमेश्वर को निर्भर करके अब्राम पछरे गले भाई माने आज अनेक भाई स्वामी स्त्री से माने झगड़ा लागुछंदी काहे के स्वामी स्त्री को भरोसा करि पारना स्त्री स्वामी को भरोसा करि पारना मु जान नथले तू एमिति मु जान नथले तू सेमिति हां आमे को निज ऊपर एक्सपेक्टेशन रखुछु अन्य मान ऊपर एक्सपेक्टेशन रखुछु जतो से भांगी जाउ से विषय आ माने दुखी जाउ किंतु जति आपण पितरंग विषय देखिबे पितरंग विषय प्रभु केबे मध्य आशा रखि नांती कि से भलो करि पारे तांकु से अस्वीकार करिवे नाही बरं यीशु जानि छंदी पितर जने लोक केतले मो तांको अस्वीकार करिवे सेतै जेतो को यीशु मृत्युवरण करूछंदी आउ पुनरुत्थान होउछंदी सेते बेल को शैतान पितरंग हृदय कार्य करूछि शैतान केमति कार्य करथले जानि छंदी भाई माने शैतान आमान को दोषीकृत करथाय तू अयोग्य तू यीशु को शिष्य ही पारिबो कि तू निजको देखे तू निजको आत्मिक बोली भाबुथलु ना तू निजको अधिक विश्वासी बोली भाबुथलु ना तू आज यीशु को तीन थर अस्वीकार करि पारलु तू केमिति करि पारलु हां सतरे तू केमिति यीशु को अस्वीकार करि पारलु केमिति हे पारिबो तू गुड लोक बहुत धैर्य लोक तू गुड लोक बहुत दुष्ट लोक मो यीशु को शिष्य ए पदवी बहुत उच्च पदवी तू के तू गुडे साधारण गुडे केउट हवार योग्य तो मोहर जदि लाज नाही ताले तू रोइबु सीधा जा माछ धरिया को जा शैतान अनेक दोषीकृत हृदय को देकी पितर को आउ थरे माछ धरिया पय से जीवन को फेरे दे किंतु यीशु ख्रीष्ट पितर को भेटिया पय जाउछंदी पितर कहउछंदी तू मते भलो पाउछु मोर मेसमान को चरा भाई माने यीशु को निर्भर करियार जीवन होची कोन यीशु कोन कहउछंदी आज यीशु मते कोन कहउछंदी आज कोन प्रभु आम ऊपर विश्वास करूछंदी भाई माने जदि आमे गोटे वाक्य को देखिबा रोमियो 3 पर लिखा अछि रोमियो 3 पर वाक्य 3 पद रे एरी कोन लिखा अछि तेबे कोन जदि केही के अविश्वस्त हेले सेमानकर अविश्वस्तता कोन ईश्वरकर विश्वस्तता को निष्फल करिवो के कष्ट अछि ए जागा रे किंतु हम बुझी पारे ए लिखा अछि जदि केही के अविश्वस्त हेले एडा बुझौची मनुष्य माननको किंतु ईश्वरंकर विश्वस्तता कोन निष्फल ईश्वरंकर विश्वस्तता माने कोन ईश्वर विश्वस्त भावरे जो आमानक पाप पय कार्य करछि ईश्वर आमानक निमंते तांको पुत्र को पठै छथि ईश्वर आमानकर पाप को तांको ऊपर ढाळी छथि जिसा 53 पर्व 6 पदरे आपण माने पाई परिबे आ सदा प्रभु समस्त अपराध ताहाको ऊपर वर्ताय छथि तो ईश्वर जे कि आमानकर पाप को यीशु को ऊपर देई सारि छथि जे कि यीशु को ऊपर देई कि यीशु को ऊपर यीशु को शरीर रे पाप को दंडाज्ञा देई छै सेटा जे ईश्वर को विश्वस्तता जार पापर लेस मात्र जांगरे पापर लेस मात्र नथिला ताम से आमानक निमंते पाप स्वरूप कले जेपरि आमाने मद तांग सम्मुख रे ईश्वर को धार्मिक स्वरूप हेउ द्वितीय कोरिन्थियो 5 पद 21 पद लिखा तो परमेश्वर कोन करिसंदे
तांकर अद्वितीय पुत्र को जे कि पवित्र थिले जांको पाखरे पापर लेस मात्र नथिला तांको से आमानक जगह पाई पापी स्वरूप कले पाप कले स्वरूप कले आमर पाप तांको देले जेमिति आ तांकर धार्मिकता आमको देले एटा ईश्वर को धार्मिकता विश्वस्तता तो रोमियो 3 पर्वर 3 पदरे कौन कहूचे जदि केही के अविश्वस्त हेले ताले ईश्वरंकर विश्वस्तता कौन आमानकर अविश्वास कौन निष्फल करिवो सॉरी आमानकर अविश्वस्तता ईश्वरंकर विश्वस्तता कौन निष्फल करिवो अब्राहम आज भूली गले प्रभु तांको कहउछन तमे जुआड़े जीव मु तुम सहवर्ती अछि मु तुम सहित अछि मु तुमको महान करिवे प्रभु एटा प्रतिज्ञा दैछन जदियो अब्राहम भूली जाउछन्ती आउ से डरी जाउछन्ती देखे स्त्री तू मते बंचा आमो मते लोक माने तते मारि देके तते नै जिवे तू बेसी सुंदर अछु तते तू मते भाई बोल डाके मु तते भौणी बोली परिचय देबी आ मते विदेश रे तू मते बंचा अब्राहम भूली जाउछन्ती किंतु प्रभु जे ताको प्रतिज्ञा से कोन भूली छन्ती कि भाई माने से केबे ताको प्रतिज्ञा को भूली नांती सेति भाई से के व्यस्त अछि जेतो को अब्राहम सारा को लोक मान नै जाउछन्ती सेतो के व्यस्त अछन्ती के काम करछन्ती से परमेश्वर जे के अब्राहम कथा देइछन्ती से ताको कथा को रक्षा करिया पई सारा को बंचौछन सेते सारा देखुछन्ती जदि अब्राहम मनीष किंतु ता सहित ईश्वर अछन से मते रक्षा करिवे सेते अब्राहम पछरे सारा जाउछन्ती सत कथा किंतु सारांकर हृदय अब्राहम रो परमेश्वर विश्वस्त से मते प्रकृति कार्य करेंगे मु जदि गोटे बंधिया किंतु से तांको वाक्य रे आशा अछि से तांको प्रत्येक सफल करे भाई माने जदि भी आमने अविश्वस्त किंतु प्रभु विश्वस्त तांकर विश्वस्तता को किछि निष्फल करि पारिबो नै सेटा यीशु रक्त एबे सुधा कार्य करूछि आमानक पाप को धौत करिया पाई सेटा भाई माने आज द्वितीय राजा 7 पर्व आमे कोन पाई पारु इलिशा तो वाक्य कहते परमेश्वर योजना कर सारी जमती कि प्रभु जो घरे माँ कहते आस खाइब पिला डाकुं आस खाइब से समय समस्त रोषे कला बाढ़ला डाकुं कौन सी माँ ना जे आस खाइब कहीकि प्लेट रे कंचा चाउल कंचा डाली कंचा मांस रखिदे कि कंचा अंडा विपदार जब आस खाइब गोटे वार्ड पछरे सबू विषय से चुली लगेवा अच्छी माने प्रकृति से जगह पानी बसेवा चाउल पकेवा परिवा काटिवा आ गोटे घंटा पर्यंत रोषे कला सब माँ गोटे वार्ड आस खाइ से परमेश्वर वाक्य जदि आसला आसंता काली एतिकी बेलू एक मुसरी जब आ सरू मैदा एक सकर बिका जीव परमेश्वर समस्त विषय योजना कर सारी अच्छा आम आज पूरा चैप्टर पढ़लु पाखापाखि अरण्य सैन्य मान घोड़ार शब्द शुणे अश्वगण शब्द शुणे दौड़ी माने भयभीत कर से शब्द शुणिकी अराम्य मैंने भाविले बोधे समरियार राजा ईश्वर राजा आम मान से जगह ध्वंस करने घोड़ारे राजा मान डकई जदि आम दौड़ी जावानी ताले राजा मान आम समस्ते मरीज से समय समस्ते से दौड़ी जाऊँ किंतु भाई मैंने आम जो देखुचु प्रभु समस्त योजना कर सारी अच्छा चारि गोष्ठी माने से माने जाऊँ चली चली दुर्बल पादरे चली चली जाऊँ अनेक जन से खाई ना जेहेतु निश्चय भोक लगुव शोष लगुव तो जो से अरण्य छाड़े पहुँचुंट से कौन देखा पाइले कौन सी सैन्य मैंने ना सब दौड़ी जाए तो भाई मैंने आम देखुचु से खाइबा पीवा सुना रूपा सब भर्ती सागे सागे से राजा को खबर दौरान राजा किए भी अरण्य सैन्य मैंने ना सागे सागे राजा जन दूत पठुन देखापी सत कथा बोली जानला सब लोक मैंने दौड़ी आसो ये सेनापति को बड़ा चपटा कर दौरान मरी जाऊ तो लास्ट में आम देखिपारु कौन है 18 पद देखिए आपण मैंने परमेश्वर लोक राजा को यही कथा कही काली प्राय समय को समरिया नगर द्वार में 2 पसुरी जब एक सकल एक पसुरी सोर मैदा एक सकल बिका हम आई सेनापति परमेश्वर लोक उत्तर कर देख जेबे सदापुर आकाश द्वार करती तेज कौन यहीपरी हो पार तो ये पूरा क्लियरली लिखा है
ଯଦି ଆମେ ଦେଖିବା 17 ପଦ ଭାଇମାନେ ଟିକେ 17 ପଦକୁ ଯିବା। ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ ତାହାକୁ ନଗର ଦ୍ୱାର ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ସେଥିରେ ଲୋକମାନେ ନଗର ଦ୍ୱାରରେ ତାଙ୍କୁ ଦଳି ପକାଇଲେ। ତହିଁରେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ ନିକଟକୁ ଯିବା ବେଳେ ପରମେଶ୍ୱରଙ୍କ ଲୋକ ତାଙ୍କୁ ଯେପରି କହିଥିଲେ ତଦନୁସାରେ ସେ ମଲା। ତ ଲେଖା ହେଇଛି ପ୍ରଭୁଙ୍କ ଲୋକ ଯେମିତି କହିଥିଲେ ସେ ଅନୁସାରେ ସେ ମଲା ବୋଲି ଲେଖା ହେଇଛି। ତ ପରମେଶ୍ୱରଙ୍କ ଲୋକଙ୍କୁ ପ୍ରଭୁ ଯେମିତି କହିଲେ, ତାହେଲେ ଯେତେବେଳେ ଆମେ ବାକ୍ୟକୁ ଶୁଣୁ, এটা ଆକ୍ଚୁଆଲି ପ୍ରଭୁଙ୍କର ପ୍ରୋଭିଜନ। ପ୍ରଭୁ ସମସ୍ତ ବିଷୟକୁ ଦେଇ ସାରିଅଛନ୍ତି। ଆଜି ବି ଯେତେବେଳକୁ ମୁଁ ବି ବାକ୍ୟକୁ ଶୁଣୁଥିଲି ରୋମିଓ 8 ପର୍ବରେ, ଚାଲନ୍ତୁ ଭାଇମାନେ ଆଉଥରେ ରୋମିଓ 8 ପର୍ବ ଟିକେ ଯିବା। ରୋମିଓ 8 ପର୍ବ ତ ଆମେ ଦେଖୁଛୁ ଏଇ ଜାଗାରେ କଣ ଲେଖା ଅଛି। ସେଠି ଯଦି ଆମେ ଦେଖିବା 32 ପଦ ଆଉ 33 ପଦ, ଯେ ଆପଣ ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ମାନଙ୍କୁ ଅନୁଗ୍ରହ ଦାନ ନ କରିବେ। ଈଶ୍ୱରଙ୍କ ମନୋନୀତ ଲୋକଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। ଯଦି ଆପଣ ଦେଖିବେ 32 ପଦ 33 ପଦ ସେ ସଂଯୁକ୍ତ ଅଛି। 32 ପଦ ଲେଖା ଅଛି ଯେ ଆପଣ ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାଙ୍କୁ ସମର୍ପଣ କଲେ। ଭାଇମାନେ ଗୋଟେ ପଟେ ଯୀଶୁ ଅଛନ୍ତି, ଗୋଟେ ପଟେ ମୁଁ ଅଛି, ଆମେ ସମସ୍ତେ ଅଛୁ। ଆମେ ସମସ୍ତେ କଦର ଯୋଉ ପାପୀ ମାନେ, ଯୀଶୁ ପବିତ୍ର, ତାଙ୍କ ପାଖରେ କୌଣସି ପାପ ନଥିଲା। ଯଦି ଏଇ ଜାଗାରେ ଆମେ କ୍ଲିୟରଲି ପାଇପାରୁଛୁ ଯିଏ ନିଜ ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ ସମସ୍ତ ନିମନ୍ତେ ତାଙ୍କୁ ସମର୍ପଣ କଲେ। ଏ ବାକ୍ୟରେ ଆମେ କଣ ପାଇପାରୁଛୁ? ଆଜି ପରମେଶ୍ୱର ମତେ ବଞ୍ଚେଇଲେ, ଯୀଶୁଙ୍କୁ ସମର୍ପଣ କଲେ। ତ ଯଦି ମତେ ବଞ୍ଚେଇଲେ, ଯୀଶୁଙ୍କୁ ସମର୍ପଣ କଲେ, ତାହେଲେ ମନୋନୀତ ଲୋକ ହଉଛି ମୁଁ। ଆମେ ସମସ୍ତେ ମନୋନୀତ ଲୋକ। ସେଥିପାଇଁ 33 ପରେ ଲେଖା ଅଛି ଈଶ୍ୱରଙ୍କ ମନୋନୀତ ଲୋକଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। ଆଜି ଈଶ୍ୱର, ଆମେ ସାଧାରଣ ଲୋକ ନାହିଁ, ଈଶ୍ୱରଙ୍କ ମନୋନୀତ ଲୋକ। ଈଶ୍ୱର ମତେ ବଞ୍ଚେଇଲେ, ଯୀଶୁଙ୍କୁ କୃଷରେ ସେ ବଳି ଦେଲେ। ତାଙ୍କୁ ବଳି ଦେବାର ଥିଲା, ଯେହେତୁ ପାପର ବେତନ ମୃତ୍ୟୁ, ଆମେ ସମସ୍ତେ ପାପୀ ହେଇ ସାରିଥିଲେ। ଭାଇ ଭଉଣୀମାନେ, ବର୍ତ୍ତମାନ ଆମମାନଙ୍କ ମନ ଭିତରେ ଯୋଉ ସ୍ୱର ଆସୁଛି, ସେ ସ୍ୱରକୁ ଶୁଣନ୍ତୁ ନାହିଁ। ଯେତେବେଳେ ଦ୍ୱିତୀୟ ରାଜାବଳୀ 7 ପର୍ବକୁ ଆମେ ଦେଖିବା, ଏଇ ଜାଗାରେ ଯୋଉ ସେନାପତି ମରିଲା, ସେ କଣ ପାପ କରିଥିଲା? ତାଙ୍କ ଜାଗାରେ ଯଦି ଆମେ ବି ଥାନ୍ତୁ, ଆମେ ବି ସମାନ ଭାବିଥାନ୍ତୁ କି ହଁ ସତ କଥା। ଏ ପ୍ରକାର ସ୍ଥିତିରେ ଗଦର ମୁଣ୍ଡକୁ ଯେତେବେଳକୁ ବିକା ହଉଛି 80 ରୌପ୍ୟ ମୁଦ୍ରାରେ, କେମିତି ଆସନ୍ତା କାଲି ଜବ ଆଉ ମଇଦା, ସରୁ ମଇଦା 100 ଶେକେଲରେ ବିକାଯିବ? ଏଟା କେମିତି ହେଇପାରେ? ଭାଇମାନେ, ମୁଁ କହିବାକୁ ଚାହୁଁଛି, ପ୍ରଭୁଙ୍କର ବାକ୍ୟକୁ ଶୁଣିବା ପାଇଁ ହେଲେ ନିଜର ଚିନ୍ତାକୁ ଯାହା ଥାଉ ନା କାହିଁକି ସେଇଟାକୁ ଗୁରୁତ୍ୱ ନ ଦେଇକି ପ୍ରଭୁ କଣ କହୁଛନ୍ତି ସେ ବିଷୟକୁ ଶୁଣିବା। ଯଦି ଆମମାନଙ୍କ ପାଖରେ ସେ ପ୍ରକାର ହୃଦୟ ଯଦି ଅଛି, ତାହେଲେ ଭାଇମାନେ ଯେମିତିକା ରୋଗ ଥାଉ ନା କାହିଁକି, ଯେମିତି ବିଷୟ ଥାଉ ନା କାହିଁକି, ଆପଣମାନଙ୍କ ଜୀବନରେ ରୋମିଓ 8 ପର୍ବର 37 ପଦ ଅନୁସାରେ ପ୍ରଭୁ କାର୍ଯ୍ୟ କରିବେ। କଣ ଲେଖା ଅଛି ଏ ଜାଗାରେ? ରୋମିଓ 8 37 ପଦରେ, କାରଣ ତଥାପି ଯେଉଁମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା ମାନେ ଏହି ସମସ୍ତ ବିଷୟରେ ସର୍ବତଃ ଭାବେ ବିଜୟୀ ଅଟେ। ତଥାପି ଯେଉଁମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା, ଯୀଶୁ ଆମମାନଙ୍କୁ ପ୍ରେମ କଲେ। ଭାଇମାନେ, ଅନେକ ଜାଗାରେ ଲେଖା ଅଛି ଈଶ୍ୱର ଧାର୍ମିକ ମାନଙ୍କ ପାଇଁ ନ ଆସିକି ପାପୀ ମାନଙ୍କ ପାଇଁ ଆସିଲେ। ଯୀଶୁ ଜଗତରେ ଯେତେବେଳେ ପାପୀ ମାନଙ୍କ ସହିତ ବସିଲେ, ଖାଇଲେ, ଉଠିଲେ, ଲୋକମାନେ ତାଙ୍କୁ ବଚସା କଲେ, ପାପୀ ମାନଙ୍କ ସପକ୍ଷରେ ଠିଆ ହେଲେ। ଜନ 8 ପର୍ବରେ ମଧ୍ୟ ଯେତେବେଳକୁ ଶାସ୍ତ୍ରୀ ଫାରୁସୀ ମାନେ ଜନ ବ୍ୟଭିଚାର କର ଧୋତା ସ୍ତ୍ରୀ ଲୋକ ଧରିକି ଆସିଲେ ଯୀଶୁଙ୍କ ପାଖକୁ, ତାକୁ ପଥରରେ ମାରିବା ପାଇଁ, ସେ ସମୟରେ ଯୀଶୁ ଖ୍ରୀଷ୍ଟ କେ ମଧ୍ୟ ସେ ଲୋକମାନଙ୍କ ସାଇଡରେ ଠିଆ ହେଲେନି, ବରଂ ସେ ବ୍ୟଭିଚାର କର ଧୋତା ସ୍ତ୍ରୀ ଲୋକ ସପକ୍ଷରେ ଠିଆ ହେଲେ। ଆଉ ପଚାରୁଛନ୍ତି ଯୀଶୁଙ୍କୁ ବାରମ୍ବାର ପଚାର ସମୟରେ, ତୁମମାନଙ୍କ ମଧ୍ୟରୁ ଯେ ନିଷ୍ପାପ ସେ ପ୍ରଥମେ ପଥର ଫୋପାଡ। ତ ଆମେ ଯେତେବେଳେ ଦେଖୁଛୁ ସେ ସମୟରେ ସମସ୍ତ ଲୋକମାନେ ଚାଲିଗଲେ। ଆଉ ଯୀଶୁ ଲାଷ୍ଟରେ କହୁଛନ୍ତି, ଗୋନାରେ ସେମାନେ କାହାନ୍ତି? କେହି କଣ ତମକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ କହୁଛି, କେହି ନାହିଁ ପ୍ରଭୁ, ମୁଁ ମଧ୍ୟ ତମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଯାଅ ଆଶ୍ଚର୍ଯ୍ୟ ପାପ କରୁନାହିଁ। ତେଣୁ ଆମେ ଦେଖୁଛୁ ଯୀଶୁ ଖ୍ରୀଷ୍ଟ ସେଠି ପାପୀ ମାନଙ୍କୁ ଭଲ ପାଉଛନ୍ତି, ଭଲ ପାଇଲେ ସେ। ତ ତଥାପି ଯେଉଁମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା ଲେଖା ହେଇଛି ଭାଇମାନେ, ଆମମାନେ ଏହି ସମସ୍ତ ବିଷୟରେ ସର୍ବତ ଭାବରେ ବିଜୟ ଅଟେ। ମୋ ପାଖରେ ଗୋଟେ ବୁଲେଟ ଅଛି, ସେ ବୁଲେଟରେ ବସିଲେ ମୁଁ ଘଣ୍ଟାକୁ 100 କିଲୋମିଟର ସ୍ପିଡରେ ମଧ୍ୟ ଯାଇପାରେ। କିନ୍ତୁ ଭାଇମାନେ, ଯଦି ମୁଁ ଦୌଡ଼ିବି ତାହେଲେ କେତେ ସ୍ପିଡରେ ଦୌଡ଼ିବି? ଘଣ୍ଟାକୁ 10 କିଲୋମିଟର ସ୍ପିଡରେ ଦୌଡ଼ି ପାରିବି କି ନାହିଁ ମୁଁ ଜାଣିନି।
किंतु जदि मो घंटा को 100 किलोमीटर स्पीड रे जाउची सेटा मोर बल नाही बुलेट रो पावर 350 सीसी। हाँ मु कहबा चाहूँगी ये तथापि जे मान प्रेम कले ताहाको द्वारा भाई ने आत्मिक जीवन कौन कहीं पितर जीशु को अस्वीकार कर पारे अस्वीकार कले कौन पितर निष्पत्ति कौन दुर्बल थिला पितरंकर विश्वास दुर्बल थिला नाई भाई मैंने कहबा चाहूँगी आमे निजको आत्मिक जीवन बोली भाविकी आमे निजको भरोसा करके बंचुचु पितर मत प्रकृत निजको विश्वास करके बंचुले किंतु भाई मैंने निज उपर आशा थिला जो मनुष्य निजको सतरे जानिबो मु गोटे लोक जा पाखे पाप प्रवेश कर सारी मु गोटे लोक मुझे निजको भरोसा कर पारिबिनी मोर कथा को मु रखी पारिबिनी से कौन करिवो निज ठारू से जीशु को ऊपर निजको परित्याग कर जीशु को ऊपर भरोसा कर जीशु को धार्मिकता केबे नष्ट बनी भाई मैंने जीशु को उत्तमता केबे नष्ट बनी भाई मैंने जीशु को प्रतिज्ञा केबे बेकार बनी भाई मैंने से जदियो सारा अब्राहम रो बयस 100 वर्ष थिला सारा रो बयस 90 वर्ष थिला अब्राहम रो बयस 100 वर्ष थिला 100 वर्ष रे तांको शरीर कोन बोली बाइबल कहूची तांको शरीर मृत बोली बाइबल कहूची रोमियो 4 पर तांको शरीर मृत बोली मृत जदियो थिला किंतु भाई माने प्रभु को वाक्य को मृत्यु प्रभु को प्रतिज्ञा को मृत्यु कदापि नहीं जेतु प्रभु को प्रतिज्ञा केबे मरी नहीं प्रभु को प्रतिज्ञा प्रभु विश्वस्त सुते 100 वर्ष बयस रे मध्य सारा अब्राहम से माने पुओ जन्म कले भाई माने आप माने मस्त आमेन कोइ पारे कि हाथ दे धन्यवाद ए तो कोरोना रो प्रभाव रे समस्त प्रभावित अछंती समस्त भयभीत अछंती किंतु भाई माने भयभीत काहे कि हमें हेबानी बेसी भयंकर रोग प्रकृत तले केमिति हम निजको सेटु बंचेबा मो जो ए दिन मान वाक्य को सुनुतले गत काली मत ईश्वर दास कहते गीत संहिता 1 पर्वर 2 पद 3 पद विषय से वाक्य को शुणी मो हृदय बहुत शक्ति को पाए जो माने प्रभु को वाक्य को ध्यान करते जो माने प्रभु को व्यवस्था को ध्यान करते से माने आशीर्वाद प्राप्त लिखाई उड़िया बाइबल धन्य लिखाई भाई माने धन्य माने तार अर्थ होची आशीर्वाद जो लोग पाई सारी से धन्य से नदी पाखरे लगा जाइथिबा गछ भलिया हबो जार पत्र केबे मलिन हबो नाही जो लोग प्रभु को विश्वास करूची प्रभु को वाक्य रे ध्यान दउची से लोग केमिति से लोग नदी पाखरे लगाइता गछ भलिया जा पत्र केबे मलिन हबो नाही भाई बना जदि गछ को चिंता करिवे गछ सब विष पानी तो पाई थाए से पानी तो ही प्रकृत रे समस्त से पाए से प्रकृत रे बुद्धि पाई थाए से प्रकृत रे फूल फुटी थाए से प्रकृत फल मत फलिया पाए मत पानी को नौची सूर्यर साहाय्य को नौची तो जो आम देखुचु ये गछ किए गछ माने गोटे ख्रिस्टियन गोटे विश्वासी गोटे बोर्न अगेन ख्रिस्टियन पानी माने कौन सदा प्रभुर वाक्य भाई मैंने आम जब प्रभुर वाक्य को केवल शुणुचु तेल समस्त विषय प्रभु वाक्य द्वारा आम को दौरान भाई मैंने जो आम देखुचु शैतान मूल काम कौन शैतान मूल काम है आम हृदय को ओल्टे देवा भाई मैंने ओल्टे देवा जिसाय 55 मु बेसी वाक्य देखा किंतु आप द्वंद्व हूँ नहीं जिसाय 55 जब आप 8 को देखिए जिसाय 55 8 कौन लिखा अच्छी सदाप्रभु कहती आंबर संकल सकल तुम संकल परी नुहे कि मार्ग सकल तुम मार्ग परी नुहे आंबर संकल्प सकल तुम संकल्प परी नुहे भाई मैंने जदि आप देखिए मो पाखे दुटा जाक फोन अच्छे ए फोन बहुत अलग है कीपैड फोन एटा स्मार्टफोन रे माने बहुत अलग अलग भी फंक्शन अच्छे इंटरनेट द्वारा माने वीडियो कॉलिंग करि पारे जूम करि पारे ए कीपैड फोन रे केवल हम फोन आप माने केवल फोन करि पारे ए सादा से भाई माने ए फोन रो कार्यकलाप जदि अलग ए फोन रो कार्यकलाप अलग से मनुष्यर चिंता सकल अलग ईश्वर चिंता सकल पूरा अलग केबे समान नाई भाई से जो आम मैंने जदि अटकी जाऊँ आम जीवन में ताले ईश्वर वाक्य अटकी जाऊन भाई मैंने आम निजर चिंता बोले अटकी जाऊ एबे तू कौन करू ए कोरोना रे तू कौन खाइबू तू केमती बंचबू प्रभु आम गोटे विषय कहवाक चाहूँ आम जदि हे परिश्रांत महाराष्ट्र लोक मैंने
ମୋ ନିକଟ ଆସ ମୁଁ ତୁମକୁ ବିଶ୍ରାମ ଦେବି। ପ୍ରକୃତ ବିଶ୍ରାମ କଣ? ହାଲିଆ ଲାଗିଲେ ଖଟରେ ଶୋଇଲେ ନାଇଁ। ପ୍ରକୃତ ବିଶ୍ୱାସ ହଉଛି ଯୋଉ ଲୋକ ବାକ୍ୟ ଶୁଣିବ ସେ ହୃଦୟରେ ବିଶ୍ରାମ ପାଏ। ସେ ହୃଦୟରେ ବିଶ୍ୱାସ ପାଇବ କଣ ବୋଲି? ପ୍ରଭୁ ମତେ ଭଲ ପାଉଛନ୍ତି, ପ୍ରଭୁଙ୍କ ପାଖରେ ଶକ୍ତି ଅଛି, ପ୍ରଭୁଙ୍କ ପାଖରେ ଧାର୍ମିକତା ଅଛି। ଯଦିଓ ମୋର ଧାର୍ମିକତା ଆଜି ମଇଳା ହେଇଗଲା, ଯଦିଓ ମୋର ଧାର୍ମିକତା ସେଠି ଭାଙ୍ଗିଗଲା, ସଦାପ୍ରଭୁଙ୍କ ଧାର୍ମିକତା କେବେ ମଧ୍ୟ ଭାଙ୍ଗିନି। ସଦା ଯୀଶୁଙ୍କର ରକ୍ତ କେବେ ମଧ୍ୟ ଏକ୍ସପାୟାର ହେଇନି। ମେଡିସିନ ଆଗରେ ଲେଖା ଅଛି ଏକ୍ସପାୟରି ଡେଟ୍। ଯୀଶୁଙ୍କ ରକ୍ତର କେବେ ମଧ୍ୟ ଏକ୍ସପାୟରି ହେଇନି, ଏବେ ବି କାର୍ଯ୍ୟ କରୁଛି। ସେଥିପାଇଁ ଏବେ ମଧ୍ୟ ଯୀଶୁଙ୍କ ରକ୍ତ ଦ୍ୱାରା ଆମେ ପରିତ୍ରାଣ ପାଇବା ଯଦି ଆପଣ ବିଶ୍ୱାସ କରୁଛନ୍ତି। ସେଥିପାଇଁ ଭାଇମାନେ ଯଦି ଆମେ ନିଜ ବିଷୟରେ ଦେଖିବା, ମୁଁ ଦୁର୍ବଳ, ଆଉ ମୋର ଇମ୍ୟୁନ ସିଷ୍ଟମ କମ ଅଛି, ହଁ ଅନେକ ପରିସ୍ଥିତି ଅଛି, କିନ୍ତୁ ଯଦି ଆମେ ପ୍ରଭୁଙ୍କ ଭିତରେ ଦେଖିବା, ପ୍ରଭୁ ମତେ ଭଲ ପାଉଛନ୍ତି। ପ୍ରଭୁଙ୍କର ଯୋଜନା ଭିତରେ ସେ ଆମମାନଙ୍କୁ ଧାର୍ମିକ କରିଛନ୍ତି, ସେ ଆମକୁ ପବିତ୍ର କରିଛନ୍ତି। ଏ ଦ୍ୱିତୀୟ ରାଜାବଳୀ 7 ପର୍ବରେ ଏ ସେନାପତି ସେ ପ୍ରଭୁଙ୍କର ବାକ୍ୟ ଯେତେବେଳେ ଶୁଣିଲା, ସେ କହିପାରିଥାନ୍ତା ଆରେ ଈଶ୍ୱରଙ୍କ ଦାସ, ମୁଁ ଭାବୁଛି ପ୍ରଭୁ ଯଦି ଆକାଶରେ ଝରକା କରିବେ ଏଇଟା କଣ ହେଇପାରିବ କି? ମତେ ଏମିତି ଭାବନା ଆସୁଛି। କିନ୍ତୁ ପ୍ରଭୁଙ୍କର ବାକ୍ୟ ହଉଛି ସତ୍ୟ, ପ୍ରଭୁଙ୍କର ବାକ୍ୟ ହଉଛି କାର୍ଯ୍ୟ ସାଧକ। ବର୍ଷା ପାଣି ଯେମିତିକି ପଡୁଛି ଆଉ ସେଟା ବେକାର ହେଇକି ଯାଉନି, ନିଶ୍ଚୟରେ ସେ ଜାଗାରେ ଗଜା ହଉଛି, ଯିଏ ବୁଣୁଛି ତା ପାଇଁ ମଞ୍ଜି ଯୋଗଉଛି, ଖାଇବା ଲୋକମାନଙ୍କୁ ଖାଦ୍ୟ ଯୋଗଉଛି। ପ୍ରଭୁଙ୍କର ବାକ୍ୟ ସେମିତି କେବେ ବେକାର ହେଇକି ଯିବନି। ପ୍ରଭୁ ଯେମିତି କହିଛନ୍ତି ସେମିତି ହେବ। ସେଥିପାଇଁ ମୋର ଚିନ୍ତା ଭୁଲ, ବାକ୍ୟ ସତ। ମୁଁ ମୋର ଚିନ୍ତାକୁ ଏମିତି ବାରମ୍ବାର ଚିନ୍ତା ଆସୁଛି। ଭାଇମାନେ ଆପଣମାନଙ୍କର ଚିନ୍ତାକୁ ଆପଣ କେବେ ବନ୍ଦ କରିପାରିବେନି। ଆପଣମାନଙ୍କର ଚିନ୍ତା ସେଠି ସବୁବେଳେ ଆସିବ। କିନ୍ତୁ ଭାଇମାନେ ଆପଣମାନଙ୍କ ଚିନ୍ତା ଯାହା ଥାଉ ନା କାହିଁକି, ଈଶ୍ୱରଙ୍କର ବାକ୍ୟରେ ଆପଣ ଗୁରୁତ୍ୱ ଦିଅନ୍ତୁ। ଈଶ୍ୱର ଯାହା କହୁଛନ୍ତି ତାହା ହିଁ ସତ୍ୟ ଅଟେ। ଈଶ୍ୱର ଯାହା କହୁଛନ୍ତି ତାହା ହିଁ ପ୍ରକୃତିରେ ଜୀବନ୍ତ ଅଟେ। ଯଦି ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି ବିଶ୍ୱାସ କରୁଛୁ, ତାହେଲେ ନଦୀ ପାଖରେ ଗଛ ଯେମିତିକି ପତ୍ର କେବେ ମଳିନ ହେବନି। ଯେମିତି ଗୋଟେ ନଦୀ ପାଖରେ ଗଛ କୋଉଠୁ ବଳ ପାଉଛି? ସେଠି ନଦୀର ଜଳରୁ କେବଳ ବଳ ପାଉଛି, ଆଉ ସେ ସବୁଜ ହେଇକି ରହିଛି ପ୍ରକୃତରେ। ସେମିତି ଭାଇମାନେ ଆଜି ମଧ୍ୟ ସମରିଆ ନଗରରେ ଯେମିତି ଏଠି ମାନେ ସଟଡାଉନ ଥିଲା, ଆଜି ଆମର ଭାରତରେ ପୃଥିବୀରେ ମଧ୍ୟ ସେ ପ୍ରକାର ସଟଡାଉନ ଅଛି। କିନ୍ତୁ ଆଜି ପ୍ରଭୁ ତାଙ୍କର ଦାସଙ୍କୁ ଆମକୁ ଦେଇଛନ୍ତି, ଆଉ ତାଙ୍କ ମୁହଁରେ ଆମକୁ ସବୁବେଳେ ଆମମାନଙ୍କୁ ବାକ୍ୟ ଦଉଛନ୍ତି। ଆଉ ଏ ବାକ୍ୟ ଦ୍ୱାରା ହିଁ ଆମମାନଙ୍କର ଜୀବନର ପତ୍ର କିଏ ମଧ୍ୟ ମଳିନ ହବନି। ଆମେ ସବୁବେଳେ ସେ ଜାଗାରେ ଗ୍ରୀନ ହେଇକି ରହିବା ଭାଇ। ସେଥିପାଇଁ ଆଜି ଯେତେବେଳେ ମୁଁ ଦେଖୁଛି, ହଁ ସତ କଥା, ଏ ରୋମିଓ 8 ପର୍ବର ବାକ୍ୟ କେତେ ଆଶାର ବାକ୍ୟ। ହଁ ପରମେଶ୍ୱର ଆଜି ନିଜ ପୁତ୍ରକୁ ସୁଦ୍ଧା ରକ୍ଷା କଲେନି, ତାହେଲେ ସେ ଆମକୁ କେତେ ଭଲ ପାଉଛନ୍ତି। ସେ ଆମମାନଙ୍କୁ ଗ୍ରହଣ କରି ସାରିଅଛନ୍ତି, ଯୀଶୁଙ୍କୁ ବଳି ଦେଇ ସାରିଅଛନ୍ତି। ଆଉ ମତେ କହୁଛନ୍ତି ତୁ ହଉଛୁ ମୋର ମନୋନୀତ ଲୋକ, କିଏ ତତେ ଧାର୍ମିକ ପାପୀ ବୋଲି କହିବ? ଈଶ୍ୱର ଧାର୍ମିକ ବୋଲି ଗଣନା କରୁଛନ୍ତି। ସେଥିପାଇଁ ଭାଇମାନେ ନିଜ ବିଷୟରେ ଆଉ ଦେଖନ୍ତୁ ନାହିଁ, ପ୍ରଭୁଙ୍କ ବିଷୟରେ ଦେଖନ୍ତୁ, ତାଙ୍କ ହୃଦୟ ବିଷୟରେ ଦେଖନ୍ତୁ, ତାଙ୍କ ନିର୍ଭର କରନ୍ତୁ। ପିତର ମଧ୍ୟ ସେଇ ପ୍ରକାର, ଯଦିଓ ସେ ନିଜକୁ ଦେଖିଲା ସେ କେବେ ବି ଯୀଶୁଙ୍କୁ ବିଶ୍ୱାସ କରିବା ଲୋକ ନାହିଁ। ସେଥିପାଇଁ ସେ ଭାବିଲା, ଶୈତାନ ସେଠି କହିଲା, ଏ ତୁ ଆଉ କାମ କରିପାରିବୁନି, ତୁ ସେବା କାର୍ଯ୍ୟ କରିପାରିବୁନି, ତୁ ମାଛ ଧରିବା ପାଇଁ ଯା। କିନ୍ତୁ ଯୀଶୁ ଯାଉଛନ୍ତି, କହୁଛନ୍ତି ପିତର ମତେ ତୁମେ ଭଲ ପାଉଛ, ମୋର ମେଷମାନଙ୍କୁ ଚଳାଅ। ପିତରଙ୍କୁ ଲୁକ 5 ପର୍ବରେ ଯୀଶୁ ପ୍ରଥମ ଥର ପାଇଁ ଡାକିଲେ, ମୋ ପଛରେ ଆସ। ହଁ ଯୀଶୁ ଜାଣିଛନ୍ତି ମୁଁ କିଏ, ମୁଁ ଜାଣିଛି ମୁଁ କରିପାରିବିନି, କିନ୍ତୁ ଯୀଶୁ ଜାଣିଛନ୍ତି ମୁଁ କରିପାରିବି। ଯୀଶୁ ହିଁ ସତ୍ୟ। ମୁଁ ମୋର ନିଜକୁ ବିଶ୍ୱାସ କରିକି ଗୋଟେ ପାହୁଣ୍ଡ ମଧ୍ୟ ବଞ୍ଚି ପାରିବିନି। ଯୀଶୁଙ୍କର ପ୍ରେମରେ ସେଠି ଶକ୍ତି ଅଛି। ସେଟା ଆମେ ଦେଖିପାରୁଛୁ। ପିତର କଣ କଲେ? ସେ ଯୀଶୁଙ୍କୁ ବିଶ୍ୱାସ କରିକି ବଞ୍ଚିଲେ। ଭାଇମାନେ ଆଜି ଆମେ ଯୀଶୁଙ୍କୁ ନିର୍ଭର କରିକି ବଞ୍ଚୁଛୁ, ତାହେଲେ ଯୀଶୁଙ୍କର ଶକ୍ତି ଆମ ଜୀବନରେ କାର୍ଯ୍ୟ କରିବ, ଯୀଶୁଙ୍କର ସୁସ୍ଥତା ଆମମାନଙ୍କ ଜୀବନରେ କାର୍ଯ୍ୟ କରିବ, ଯୀଶୁଙ୍କର ପ୍ରତିଜ୍ଞା ଆମମାନଙ୍କୁ ସୁରକ୍ଷିତ ଭାବରେ ରଖିଛି। ପ୍ରକୃତ ସତରେ ଯୀଶୁଙ୍କର ପ୍ରତିଜ୍ଞା ଛାଡ଼ିଦେଲା ଆଉ କୋଉ ଜାଗାରେ ମଧ୍ୟ ସେଠି ଶକ୍ତି ନାହିଁ। ଯଦି ଆଜିର ବାକ୍ୟକୁ ମୁଁ ଶୁଣିଲି, ମୁଁ ମୋ ହୃଦୟରେ ମୁଁ ଖୁସି ହେଲି, ଯେ ମତେ ପ୍ରେମ କଲେ, ଯେ ଆମମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ଦ୍ୱାରା ଆମେ ସମସ୍ତ ବିଷୟରେ କରୋନା ମହାମାରୀକୁ ମଧ୍ୟ, ଏ ଭୟଙ୍କର ସମସ୍ୟାକୁ ମଧ୍ୟ, ପାପ ସମସ୍ୟାକୁ ମଧ୍ୟ, ଶୈତାନ ଦୋଷୀକୃତ ହୃଦୟ ଦଉଛି ସେ ବିଷୟକୁ ମଧ୍ୟ, ଆମମାନଙ୍କ ଦୁର୍ବଳତାକୁ ମଧ୍ୟ ସର୍ବତ ଭାବେ ଆମେ ବିଜୟୀ ଅଟୁ। ଆପଣ ମାନେ ଗୋଟେ ଗଛ, ପାଣି ହଉଛି ସଦାପ୍ରଭୁର ବାକ୍ୟ। ସଦାପ୍ରଭୁଙ୍କ ବାକ୍ୟକୁ ଗ୍ରହଣ କରନ୍ତୁ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଆପଣମାନେ ଗ୍ରହଣ କରନ୍ତୁ।
ସେଇଟା ହିଁ ପ୍ରଭୁ ସମସ୍ତ ଶକ୍ତି ପ୍ରଭୁ ଆମମାନଙ୍କୁ ଦେଇ ସାରିଛନ୍ତି। ତ ରିଏଲି ମନେ ପକାନ୍ତୁ ଭାଇମାନେ, ସେ ସେନାପତି କ'ଣ କଲା ଭୁଲ? ତା ପାଖରେ ଆସୁଥିବା ଚିନ୍ତାକୁ ସେ ଗୁରୁତ୍ୱ ଦେଲା। ସଦାପ୍ରଭୁଙ୍କର ଦାସଙ୍କ ମୁଖରୁ ଯୋଉ ପ୍ରଭୁଙ୍କର ବାକ୍ୟ ଥିଲା ତାକୁ ସେ ଗୁରୁତ୍ୱ ଦେଲାନି ଭାଇମାନେ। ଆଜି ମଧ୍ୟ ଆମର ପାପ ନିମନ୍ତେ ମୁଁ ଭୁଲ କରୁଛି, ମୁଁ ମିଛ କହୁଛି, ମୋ ଭିତରେ ଯୌନ ଅଭିଳାଷ ଆସୁଛି, ମୁଁ ପ୍ରାର୍ଥନା କରୁନି, ମୁଁ ବାଇବଲ ପଢୁନି, ଠିକ ଅଛି, ମୁଁ ଏ ପ୍ରକାର ଲୋକ, ମୋ ପାଖରେ ସେ ପ୍ରକାର ମନ ନାହିଁ, ତା ବୋଲି କ'ଣ ପରମେଶ୍ୱରଙ୍କର କାର୍ଯ୍ୟ ଭୁଲ? ପରମେଶ୍ୱର ଯୋଉ 2000 ବର୍ଷ ପୂର୍ବରୁ କାଲବରୀ କ୍ରୁଶରେ କରିଛନ୍ତି ସେଟା କ'ଣ ମିଥ୍ୟା? ନାହିଁ। ସେ ହିଁ କେବଳ ଆମକୁ ପବିତ୍ର କରିପାରିବେ। ପ୍ରଭୁ ଆମମାନଙ୍କୁ ପବିତ୍ର କରିସାରିଛନ୍ତି। ତାଙ୍କର ଧାର୍ମିକତା କେବେ ଭାଙ୍ଗିନି। ଯଦିଓ ଅବ୍ରାମ ଆଉ ସାରା ସେମାନେ ଅବିଶ୍ୱାସ କରୁଛନ୍ତି, କିନ୍ତୁ ପରମେଶ୍ୱର ସେ ବିଶ୍ୱସ୍ତ। ସେ ନିରୂପିତ ସମୟରେ ଅବ୍ରାମ ଆଉ ସାରାଙ୍କ ଜୀବନରେ କାର୍ଯ୍ୟ କରୁଛନ୍ତି ଆଉ ପୁତ୍ର ସନ୍ତାନକୁ ଦେଉଛନ୍ତି। ଯଦିଓ ପ୍ରକୃତରେ ଅବ୍ରାମ ଭୁଲି ଯାଉଛନ୍ତି, ଅଳ୍ପ ସିଚୁଏସନକୁ ଦେଖିଲେ, ପରିସ୍ଥିତିକୁ ଦେଖିଲେ, କିନ୍ତୁ ପରମେଶ୍ୱର କରିଥିବା ପ୍ରତିଜ୍ଞା କେବେ ମଧ୍ୟ ଭୁଲି ନାହାନ୍ତି। ହଁ, ବର୍ତ୍ତମାନ କରୋନା ପରିସ୍ଥିତିରେ ମଧ୍ୟ ପ୍ରଭୁ ଆମକୁ ଆଜି ପର୍ଯ୍ୟନ୍ତ କଢେଇକି ଆଣିଛନ୍ତି ଭାଇମାନେ। ବାକ୍ୟ ଭିତରେ, ମଣ୍ଡଳୀ ଭିତରେ, ସତ୍ୟ ଭିତରେ ପରମେଶ୍ୱର ଆମକୁ କଢେଇକି ନେଉଛନ୍ତି। ଆମ ମଣ୍ଡଳୀକୁ ପରମେଶ୍ୱର ଗୋଟେ ଭାର ଦେଇଛନ୍ତି, ଯେମିତି ସମସ୍ତ ଜଗତର ଲୋକମାନେ ସତ୍ୟ ସୁସମାଚାରକୁ ପାଇପାରିବେ। ଆମମାନେ ପ୍ରଭୁଙ୍କ ଯୋଜନା ଭିତରେ ଅଛୁ। ଏ ପ୍ରଭୁ ତାଙ୍କର ଯୋଜନା ଭିତରେ ଆମକୁ ରଖିଥିବା ସକାଶୁ ସେ ଆମମାନଙ୍କୁ କ୍ରମାଗତ ଭାବରେ ଜଳସ୍ରୋତ ଦ୍ୱାରା ଆମମାନଙ୍କୁ ସେ ଆମମାନଙ୍କୁ କଢେଇକି ନେବେ। ହଁ, ଯେତେବେଳେ ଜଳସ୍ରୋତର ଜଳକୁ ଆମେ ଗ୍ରହଣ କରିକି ବଞ୍ଚୁଛୁ, ଆମମାନେ ଗୋଟେ ଗଛ ହେଇଯାଉଛୁ, ତାର ପତ୍ର କେବେ ମରିବ ନାହିଁ। ଭାଇମାନେ ପରସ୍ପରକୁ ସହଭାଗିତା କରନ୍ତୁ, ନିଜର ହୃଦୟର ଚିନ୍ତାକୁ ବିଶ୍ୱାସ କରନ୍ତୁ ନାହିଁ। ଆମମାନଙ୍କ ଚିନ୍ତା ସବୁବେଳେ ଭିନ୍ନ, ଏବେ ବି ଭିନ୍ନ, ଆମର ଅନୁଭବ ଭିନ୍ନ, ଆମର ହୃଦୟ ଭିନ୍ନ, କିନ୍ତୁ ଭାଇମାନେ ବର୍ତ୍ତମାନ ପ୍ରଭୁଙ୍କ ହୃଦୟ ମୋ ପ୍ରତି ପୁରାପୁରି ଭିନ୍ନ। ସେଥିପାଇଁ ନିଜର ଚିନ୍ତାକୁ ଆମେ ଠିକ ଦାସ ଯେପରି ବାକ୍ୟକୁ କହିଲେ, ହଁ, ପ୍ରଭୁଙ୍କର ମନୋନୀତ ଲୋକ ଆମେ। ପ୍ରଭୁ ନିଜ ପୁତ୍ରଙ୍କୁ ବଳି ଦେଇକି ଆମମାନଙ୍କୁ ମନୋନୀତ କରୁଛନ୍ତି। ଆଉ ସେ ଆମକୁ କ'ଣ ଡାକୁଛନ୍ତି? ତୁ ଧାର୍ମିକ। ଅବ୍ରାହ୍ମକୁ ପରମେଶ୍ୱର ଅବ୍ରାହ୍ମ ବୋଲି ଡାକିଲେ, ଆଜି ପ୍ରଭୁ ଆମକୁ ଧାର୍ମିକ ଡାକୁଛନ୍ତି। ଆମକୁ ସେ ପାପୀ ଡାକୁନାହାନ୍ତି, ଯେହେତୁ ସେ ନିଜ ପୁତ୍ରଙ୍କୁ ହତ୍ୟା କରୁଛନ୍ତି, ବଳି ଦେଇଛନ୍ତି। ତ ପରମେଶ୍ୱର ଗୌରବ ପାଆନ୍ତୁ। ମା ଯେତିକି କହିବା ମାନେ ପ୍ରାର୍ଥନା କରିବା। ପ୍ରଭୁ ଦିନ ଧନ୍ୟବାଦ ଏ ସମୟ ପାଇଁ ପ୍ରଭୁ ତୁମେ କେତେ ଅନୁଗ୍ରହ କଲ। ଆଜି ଆମମାନଙ୍କୁ ଏ ଜୁମ୍ରେ ମଧ୍ୟ ପ୍ରଭୁ ଅଳ୍ପ ସମୟ ଗସ୍ପେଲ କ୍ଲାସ୍ରେ ବାକ୍ୟକୁ ଦେଲ। ସତରେ ପିତା, ଆମମାନଙ୍କର ଚିନ୍ତା ତୁମର ଚିନ୍ତା ପରି ନାହିଁ, ସବୁ ସମୟରେ ବିପରୀତ। ଏ ଋତୁରାଜ 7 ପର୍ବରେ ପ୍ରଭୁ ଯେତେବେଳକୁ ଇଲିଶା ସଦାପ୍ରଭୁଙ୍କର ବାକ୍ୟକୁ କହିଲେ, ହଁ, ଜବ ଆଉ ମଇଦା ଏକ ସକାଳରେ ବିକାଯିବ। ସେ ସେନାପତିର ହୃଦୟକୁ ଆମେ ଦେଖିପାରୁଛୁ। ସେ ନିଜର ହୃଦୟରୁ ବାହାରୁଥିବା ଚିନ୍ତାକୁ ଗୁରୁତ୍ୱ ଦେଲେ, କିନ୍ତୁ ପ୍ରଭୁ ତୁମ ଦାସଙ୍କ ମୁଖରୁ ବାହାରୁଥିବା ଜୀବନ୍ତ ବାକ୍ୟକୁ ସେ ଗୁରୁତ୍ୱ ଦେଲେନି। ସେଥିପାଇଁ ସେ ମରିଗଲେ। ସେ କୌଣସି ଭୁଲ କରିନାହାନ୍ତି, ସେ ଚୋରି କରିନାହାନ୍ତି, ସେ ବ୍ୟଭିଚାର କରିନାହାନ୍ତି, କାହାକୁ ହତ୍ୟା କରିନାହାନ୍ତି। କିନ୍ତୁ ପ୍ରଭୁ ଯୋଉ ମଣିଷ ନିଜ ଅନ୍ତରରୁ ବାହାରୁଥିବା ଚିନ୍ତାକୁ ଗୁରୁତ୍ୱ ଦେବ, ସେ ମଧ୍ୟ ପ୍ରକୃତରେ ମରିଯିବ। ତୁମେ ଯେପରି ଆଜି ବାକ୍ୟକୁ କହିଛ, ହଁ, ଯିଏ ପ୍ରକୃତରେ ଈଶ୍ୱରଙ୍କୁ ବିଶ୍ୱାସ କରୁଛି, ଯୀଶୁଙ୍କୁ ବିଶ୍ୱାସ କରୁଛି, ସେ ଅନନ୍ତ ଜୀବନକୁ ପାଇସାରିଛି, ସେ ମୃତ୍ୟୁକୁ ଅତିକ୍ରମ କରିସାରିଛି। ତୁମେ ଗୌରବ ପାଅ। ଆଜି ଆମେ ଯେଉଁମାନେ ବି ଶୁଣୁଛୁ ଆଜି ବାକ୍ୟକୁ, ପ୍ରଭୁ ଆମମାନଙ୍କ ହୃଦୟ ଭିତରେ ମଧ୍ୟ ଶୈତାନ ଏ କରୋନା ସମୟରେ ମଧ୍ୟ ଭୟକୁ ଦଉଛି, ଚିନ୍ତାକୁ ଦଉଛି, କିନ୍ତୁ ପ୍ରଭୁ ତୁମେ ତୁମର ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ ପ୍ରତିଜ୍ଞାକୁ ଦଉଛ। ତୁମର ବାକ୍ୟ କେବଳ ମିଥ୍ୟା ହେବନି। ତୁମର ବାକ୍ୟ ହେଉଛି ଚିରସ୍ଥାୟୀ ପ୍ରଭୁ। ତୁମର ବାକ୍ୟ ହେଉଛି ତୁମର ବୀଜ ପ୍ରଭୁ, ଯୋଉଟାକି ଜୀବନ ଜନ୍ମ ପ୍ରଭୁ। ହଁ ପ୍ରଭୁ, ଆଶା, ଖୁସି, ଆନନ୍ଦ ଦ୍ୱାରା ପ୍ରଭୁ ତୁମେ ଆମମାନଙ୍କୁ ଏହି ସମୟରେ ତୁମେ ଅତିକ୍ରମ କରିବା ପାଇଁ ଦେଇଛ। ଅନୁଗ୍ରହ କର, ଯେପରି ଆମେ ପରସ୍ପର ସହଭାଗିତା ଭିତରେ ରହିବୁ, ଆଉ ପ୍ରକୃତରେ ତୁମର ବାକ୍ୟକୁ ଧ୍ୟାନ କରି ପ୍ରଭୁ ପ୍ରକୃତରେ ନଦୀ ସ୍ରୋତ ନିକଟରେ ଗଛ ବୃକ୍ଷ ସଦୃଶ୍ୟ, ଯାହାର ପତ୍ର କେବେ ମଳିନ ହବ ନାହିଁ, ସେ ପ୍ରକାର ଜୀବନ କାଟିବ। ତୁମେ ଆମମାନଙ୍କୁ ଆଶୀର୍ବାଦ କର, ବିଷ୍ଣୁ ନାମ ମାଗିଲେ, ଆମେନ୍। ସମସ୍ତଙ୍କୁ ବେଶୀ ବେଶୀ ଧନ୍ୟବାଦ।